पिलामाने आरंभ करवा किशोर चक्र। बुझिले ना पिलाए, एते गरम होउची एई एप्रिल मास आरंभरू कौन करवा कहल? केते सहर रे तापमात्रा बढ़ी चलीची, पुणी आउ केते सहर रे तातीर परिमाण अल्प कमिथिबार जना पड़िची, ता पुणी अल्प दिन पाई। गरम एते बढ़ी जिबारु सरकार तममानंक पाई सकाळुआ स्कूल आरंभ करिसंती। ए गरम असंभाळ परिस्थिति सृष्टि करिचे। दिन रे गरम अनुभव होउची, आउ राति रे भी गरम रु मनीष कलबल हे गलानी। हेले ए सबु पाई आमे ही दायी। ए सुंदर प्रकृतिर सुरक्षा करिबा बदଳରେ आमे ता प्रति मन इच्छा आचरण करूचु। ए कथा मानिबाको पड़िबो जे गछ लगा जाउची, वृक्षरोपण संस्था माने मध्य ए दिगरे बेस सजाग। हेले पिले जेतिकी गछ कटा जाउची, कोन सेतिकी परिमाणर गछ लगा जाउची कि ना? आउ एथिपाई प्रति वर्ष ग्रीष्मर प्रकोप बढ़ी चलीची। सेतिपाई तमे माने ए दिगरे टिके सजाग हुआ, गछ लगाओ। तमे तमर जन्मदिन रे प्रति वर्ष गोटिए गोटिए गछ निश्चय लगाओ। आउ तम सांग मानक जन्मदिन रे भी ताको गछटिए उपहार रे दियो, सी भी गछ लगेइबो। एमिति प्रति वर्ष गछ लगेइले देखिबो केते गछ लागि पारिबो। आउ भविष्यत रे तम मानकु छाई टिकिए पाइबा पई हैरान हबाको पड़िबनी। हाँ, ए गरम रो रक्षा पाइबा पई प्रचुर मात्रा रे पानी पिउथिबो। खाली पानी काहेकि, पानी सांगकु तोराणी, लेंबू पानी, पइड पानी, दही पानी, आखुरस, तरभुज आउ काकुड़ी खाओ। स्कूल रु आसीबा परे घरे ही रुह। जदि किछि काम थाए ताहले खरा कमिले ही बाहर को बाहरिबो। हौ पिलाई, कथा तो आगो को भी हबा। हेले एबे आस सुनिबा भजनटिए। हिमांशु भूषण सावतक रचनारू भजनटी गाइचंती अविनाश प्रधान। दर्शन दिया प्रभु मोते बारे, दर्शन दिया प्रभु मोते बारे। बसिछि मु तुमरी मंदिर दुआरे, बसिछि मु तुमरी मंदिर द्वारे। दर्शन दिया प्रभु मोते बारे, दर्शन दिया प्रभु मोते बारे। प्रभु मोर जीवन सविता, तुमे प्रभु मोर जीवन सविता। तुम लागी जेते और घसाईता, तुम लागी जेते और घसाईता। दर्शन दिया मोते बारे, दर्शन दिया प्रभु मोते बारे, दर्शन दिया प्रभु मोते बारे।
ସାନ ସାନ ପିଲାଙ୍କୁ ଯେ ତୁମେ ପ୍ରେମ କର, ସାନ ସାନ ପିଲାଙ୍କୁ ଯେ ତୁମେ ପ୍ରେମ କର, ସେଥିପାଇଁ ଡାକୁଅଛି ହୋଇ ମୁଆଁକୁଳ, ସେଥିପାଇଁ ଡାକୁଅଛି ହୋଇ ମୁଆଁକୁଳ, ଦର୍ଶନ ଦିଅ ମୋତେ ବାରେ, ଦର୍ଶନ ଦିଅ ପ୍ରଭୁ ମୋତେ ବାରେ, ଦର୍ଶନ ଦିଅ ପ୍ରଭୁ ମୋତେ ବାରେ। ବସିଛି ମୁଁ ତୁମରି ମନ୍ଦିର ଦୁଆରେ, ବସିଛି ମୁଁ ତୁମରି ମନ୍ଦିର ଦୁଆରେ, ଦର୍ଶନ ଦିଅ ପ୍ରଭୁ ମୋତେ ବାରେ, ଦର୍ଶନ ଦିଅ ପ୍ରଭୁ, ଦର୍ଶନ ଦିଅ ପ୍ରଭୁ, ଦର୍ଶନ ଦିଅ ପ୍ରଭୁ ମୋତେ ବାରେ। ହଁ, ଠାକୁରଙ୍କର ଟିକିଏ ଦର୍ଶନ ପାଇବାକୁ ଭକ୍ତ କେମିତି ବ୍ୟାକୁଳ ହୋଇଉଠେ, ଆଉ ଦର୍ଶନ ମିଳିଗଲା ପରେ ଭକ୍ତ ପାଇଥାଏ କୋଟି ଜନ୍ମର ପୁଣ୍ୟ। ହଉ ପିଲେ, ମହାମାନବ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ବିଷୟରେ ତମେ ସମସ୍ତେ ଅବଗତ। ଅନ୍ୟାୟ ଅତ୍ୟାଚାରର ଅନ୍ଧକାରରେ ଗାନ୍ଧୀଜୀ ଥିଲେ ଆଲୋକବର୍ତ୍ତିକା। ଭାରତବାସୀଙ୍କ ହିତ ପାଇଁ ସେ ଏକାକୀ ସ୍ୱର ଉଠେଇବାକୁ ଆଗେଇ ଆସିଥିଲେ। ଲବଣ କର ବା ଲୁଣ କର, ଯାହାକି ଆମ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖର କଥା ଥିଲା। ଗାନ୍ଧୀଜୀ ଏହି ଲବଣ କରକୁ ଦେଶରୁ ହଟେଇବା ପାଇଁ କେତେଜଣ ସତ୍ୟାଗ୍ରହୀମାନଙ୍କୁ ନେଇ 1930 ମସିହା ମାର୍ଚ୍ଚ ମାସରେ ଦାଣ୍ଡି ଅଭିମୁଖେ ବାହାରି ପଡ଼ିଥିଲେ। ଆଜି ଆସ ଜାଣିବା ଲବଣ ସତ୍ୟାଗ୍ରହ ଓ ଦାଣ୍ଡିଯାତ୍ରା ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ପରମାନନ୍ଦ ବିଶ୍ୱାଳ। ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ ଇଂରେଜମାନେ ଭାରତରେ ପଦାର୍ପଣ କରି ଇଷ୍ଟ ଇଣ୍ଡିଆ କମ୍ପାନୀ ମାଧ୍ୟମରେ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିଥିଲେ। କାଳକ୍ରମେ ଆମ ଦେଶର ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇ ଭାରତୀୟମାନଙ୍କୁ ଦୀର୍ଘ 250 ବର୍ଷ କାଳ ଶାସନ କରିଥିଲେ। ଇଂରେଜ ସରକାର ଭାରତୀୟମାନଙ୍କୁ କେବଳ ସ୍ୱାଧୀନତା ଠାରୁ ଦୂରେଇ ରଖିନଥିଲେ, ବରଂ ଭାରତୀୟମାନଙ୍କର ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ରାଜନୈତିକ କ୍ଷେତ୍ରରେ ହସ୍ତକ୍ଷେପ କରି ଭାରତୀୟମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ। ଇଂରେଜମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ସାମ୍ରାଜ୍ୟ ବିସ୍ତାର କରି ନିଜ ଦେଶକୁ ଭାରତର ସମସ୍ତ ଧନରତ୍ନ ବୋହି ନେବା। 1919ରେ ଜାତୀୟ ରାଜନୀତିରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା। ରାଓଲାଟ ଆକ୍ଟ ଓ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଥମ ରଣହୁଙ୍କାର ଦେଇଥିଲେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ମାଧ୍ୟମରେ। ଅସହଯୋଗ ଆନ୍ଦୋଳନ ପ୍ରତି ଭାରତରେ ଅଭୂତପୂର୍ବ ଜନସମର୍ଥନ ଦେଖାଯାଇଥିଲା। 1929 ମସିହା ଡିସେମ୍ବର ମାସ 31 ତାରିଖରେ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁ ସଭାପତି ନିର୍ବାଚିତ ହେଲେ ଓ ପୂର୍ଣ୍ଣ ସ୍ୱାଧୀନତା ଦାବି ଗୃହୀତ ହେଲା। ଗାନ୍ଧୀଜୀ ଯେ ପରାଧୀନତାର ଶୃଙ୍ଖଳ ଛିନ୍ନ କରିବା ପାଇଁ ଏକମାତ୍ର ବ୍ୟକ୍ତି, ଜବାହରଲାଲଙ୍କର ଏଥିରେ ତିଳମାତ୍ର ସନ୍ଦେହ ନଥିଲା। ଗାନ୍ଧୀଜୀଙ୍କ ଆହ୍ୱାନରେ 1930 ମସିହା ଜାନୁଆରୀ 26 ତାରିଖରେ ପ୍ରଥମ ସ୍ୱାଧୀନତା ଦିବସ ଦେଶ ସାରା ସତ୍ୟାଗ୍ରହୀମାନଙ୍କ ଦ୍ୱାରା ମହାସମାରୋହରେ ପାଳିତ ହେଲା। ଇଂରେଜ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନକୁ ଭାଙ୍ଗି ବିଦେଶୀ ଶାସନକୁ ଅସ୍ୱୀକାର କରିବାକୁ ସଂଗ୍ରାମୀମାନେ ପ୍ରସ୍ତୁତ ହୋଇଗଲେ। 1836 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସରକାର ରାଜସ୍ୱ ପାଇଁ ଲୁଣ ଉପରେ ଟିକସ ବସାଇଥିଲେ। ଲବଣ ଆଇନରେ ଲୁଣ ମାରିବା ହେଲା ସରକାରଙ୍କର ଏକଚାଟିଆ ଅଧିକାର। 1929-30 ମସିହା ବେଳକୁ ଲୁଣରୁ ସରକାର ପାଇଥିଲେ 27,647,354 ଟଙ୍କା ରାଜସ୍ୱ। ଧନୀଠାରୁ ଗରିବ ଯାଏ, ମଣିଷଠାରୁ ଗୃହପାଳିତ ପଶୁ ଯାଏ ସମସ୍ତଙ୍କର ଲୁଣ ଅପରିହାର୍ଯ୍ୟ। ଗାନ୍ଧୀଜୀ ବିବେଚନା କଲେ ସମୁଦ୍ର ଜଳରୁ ଆମଦାନୀ କରାଯାଉଥିବା ଲୁଣ ଉପରେ ଟିକସ ବସାଇବା ପାଇଁ ସରକାରଙ୍କର କୌଣସି ନୈତିକ ଅଧିକାର ନାହିଁ। 1930 ମସିହା ଜାନୁଆରୀ ମାସ 30 ତାରିଖରେ ଗାନ୍ଧୀଜୀ ଗୋଟିଏ 11 ଦଫା ସମ୍ବଳିତ ଦାବିପତ୍ର ଇଂରେଜ ସରକାରଙ୍କୁ ଦେଲେ। ଦାବିଗୁଡ଼ିକ ହେଲା ମଦ ବ୍ୟବସାୟ ବନ୍ଦ, ସାମରିକ ଖର୍ଚ୍ଚ କାଟ, ସରକାରୀ କର୍ମଚାରୀଙ୍କ ଦରମା ହ୍ରାସ, ଟଙ୍କାର ପୁନର୍ମୂଲ୍ୟାଙ୍କନ, ଜମି ଖଜଣା 50% ହ୍ରାସ, ବିଦେଶୀ ବସ୍ତ୍ର ଆମଦାନୀ ବନ୍ଦ, ଲୁଣ କର ଛାଡ଼, କେବଳ ଭାରତୀୟ ଜାହାଜ ପାଇଁ ସମୁଦ୍ର ଉପକୂଳ ସଂରକ୍ଷଣ,
ସିଆଇଡି ବ୍ୟବସ୍ଥା ରଦ୍ଦ, ରାଜନୈତିକ ବନ୍ଦୀଙ୍କର ମୁକ୍ତି ଓ ଭାରତୀୟମାନଙ୍କୁ ଅସ୍ତ୍ରଶସ୍ତ୍ର ରଖିବାର ଅଧିକାର। ତାଙ୍କ ଦାବିପତ୍ରକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ଇଂରେଜ ସରକାର ବରଂ ଉପହାସ କଲେ। 1930 ମସିହା ମାର୍ଚ୍ଚ ମାସ 12 ତାରିଖ ଗାନ୍ଧିଜୀ ସାବରମତୀ ଆଶ୍ରମରେ ପ୍ରାର୍ଥନା ସାରି 79 ଜଣ ସତ୍ୟାଗ୍ରହୀଙ୍କ ସହ ଲୁଣ ମାରିବା ପାଇଁ ଦାଣ୍ଡି ଅଭିମୁଖେ ବାହାରିଲେ। ସ୍ଥିର ହୋଇଥାଏ, ପ୍ରଥମେ ଦାଣ୍ଡିଠାରେ ଗାନ୍ଧିଜୀ ଲୁଣ ମାରି ସାରିଲା ପରେ ଦେଶରେ ଯିଏ ଯେଉଁଠି ଲୁଣ ମାରିବା କଥା ମାରିବେ। ସାବରମତୀ ଆଶ୍ରମଠାରୁ ଦାଣ୍ଡିର ଦୂରତା 388 କିଲୋମିଟର। ଗାନ୍ଧିଜୀଙ୍କୁ ସେତେବେଳେ ବୟସ 61 ବର୍ଷ। ହଜାର ହଜାର ଲୋକେ ଶୋଭାଯାତ୍ରାରେ ଯୋଗ ଦେଲେ। 10-15 କିଲୋମିଟର ଯାତ୍ରା ପରେ ସତ୍ୟାଗ୍ରହୀମାନେ ବାଟରେ ବିଶ୍ରାମ ନେଉଥାନ୍ତି। ଏ ବିଶାଳ ଶୋଭାଯାତ୍ରାକୁ ଦେଖି ଇଂରେଜ ସରକାର ଛାନିଆ ହୋଇଗଲେ। ଭାଇସରାୟ ମନେ ମନେ ଭାବିଥିଲେ, ଏ ଶୋଭାଯାତ୍ରା ବେଶୀ ଦୂର ଆଗେଇ ପାରିବ ନାହିଁ, କେଉଁଠି ନା କେଉଁଠି ଅଟକିଯିବ। ଗାନ୍ଧିଜୀ ତାଙ୍କ ନିଷ୍ପତ୍ତିରେ ଥିଲା ଅଟଳ ଓ ଅଚଳ। ଯେମିତି ହେଲେ ଦାଣ୍ଡିରେ ପହଞ୍ଚିବାକୁ ହେବ। 1930 ମସିହା ଏପ୍ରିଲ ମାସ 5 ତାରିଖରେ ସତ୍ୟାଗ୍ରହୀମାନଙ୍କ ସହ ଗାନ୍ଧିଜୀ ଦାଣ୍ଡିରେ ପହଞ୍ଚିଲେ। ଏପ୍ରିଲ 6 ତାରିଖ ସକାଳ ଗାନ୍ଧିଜୀ 8:30ଟାରେ ସମୁଦ୍ରରେ ବୁଡ଼ ଦେଲେ। ହାତରେ ମାତ୍ର 5 ଗ୍ରାମ ଲୁଣ ମାରି ଆଇନ ଭଙ୍ଗ କଲେ। ଜଣେ ବ୍ୟବସାୟୀ ଏହାକୁ 525 ଟଙ୍କାରେ କିଣିନେଲେ। ପାଖରେ ଥିଲେ ସରୋଜିନୀ ନାଇଡୁ। ଏହି ପ୍ରତୀକାତ୍ମକ ଛୋଟ କାମଟି ଜାତୀୟ ସ୍ତରରେ ଆଇନ ଅମାନ୍ୟର ଆଲୋଡ଼ନ ସୃଷ୍ଟି କରିଥିଲା। ସତ୍ୟାଗ୍ରହୀମାନେ ଭାବିଥିଲେ ସରକାର ପୋଲିସ ଲଗାଇ ସେମାନଙ୍କର ଆଇନ ଅମାନ୍ୟକୁ ଭଣ୍ଡୁର କରିଦେବେ। ତାହା ହେଲା ନାହିଁ। ଏ ଖବର ବିଜୁଳି ବେଗରେ ଦେଶ ସାରା ବ୍ୟାପିଗଲା। ଯିଏ ଯେଉଁଠି ପାଇଲେ ଲୁଣ ମାରିଲେ, ବିଦେଶୀ ବସ୍ତ୍ର ପୋଡ଼ିଲେ, ମଦ ଦୋକାନ ଆଗରେ ହରତାଳ କଲେ। ଏପ୍ରିଲ 6 ତାରିଖରେ ସାରା ଭାରତବର୍ଷରେ 5 ଲକ୍ଷ ଲୋକ 5000 ସଭାରେ ଯୋଗ ଦେଇଥିଲେ ଓ ଲବଣ ସତ୍ୟାଗ୍ରହୀ ସାଜିଥିଲେ। ଏହି ଘଟଣାରେ ଇଂରେଜ ସରକାର ହଜାର ହଜାର ସତ୍ୟାଗ୍ରହୀମାନଙ୍କୁ ଗିରଫ କରି ଅକଥନୀୟ ଅତ୍ୟାଚାର କଲେ। କିନ୍ତୁ ଗାନ୍ଧିଜୀକୁ ଗିରଫ କରିବାକୁ ସେମାନେ ସାହସ କଲେ ନାହିଁ। ଗାନ୍ଧିଜୀ ଆଉ ଏକ ନିଷ୍ପତ୍ତି ବଡ଼ଲାଟଙ୍କୁ ଲେଖି ଜଣାଇଦେଲେ ଯେ ସରକାରଙ୍କ ଅତ୍ୟାଚାର ସୀମା ଟପିଗଲାଣି। ଏହାର ପ୍ରତିବାଦରେ ଧର୍ଷଣାର ସରକାରୀ ଲୁଣ ଗୋଦାମକୁ ସତ୍ୟାଗ୍ରହୀମାନେ ଲୁଟ୍ କରିବେ। ଇଂରେଜ ସରକାର ଗାନ୍ଧିଜୀକୁ ବାଧ୍ୟ ହୋଇ ମେ ମାସ 4 ତାରିଖରେ ଗିରଫ କଲେ। ତାଙ୍କୁ ଏରବାଡ଼ା ଜେଲରେ ବନ୍ଦୀ କରି ରଖିଲେ। ଗାନ୍ଧିଜୀଙ୍କ ଗିରଫ ପରେ ଆବ୍ବାସ ତ୍ୟାବ୍ଜୀ ଓ ସରୋଜିନୀ ନାଇଡୁ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହକୁ ଆଗେଇ ନେଲେ। ବୈଶାଖ ମାସର ପ୍ରଚଣ୍ଡ ଖରାରେ ଶ୍ରୀମତୀ ନାଇଡୁଙ୍କୁ ଧର୍ଷଣାର ସରକାରୀ ଲୁଣ ଗୋଦାମ ଲୁଟ୍ ମାମଲାରେ ଦିନ ତମାମ ଉତ୍ତପ୍ତ ବାଲି ଉପରେ ପୋଲିସ ବସାଇଲା। ଦିନସାରା ପାଣି ମୁନ୍ଦେ କିମ୍ବା ଖାଦ୍ୟ ଶ୍ରୀମତୀ ସରୋଜିନୀ ନାଇଡୁଙ୍କୁ ଇଂରେଜ ପୋଲିସ ଦେଇନଥିଲେ। ପୋଲିସର ଅତ୍ୟାଚାର ବିରୁଦ୍ଧରେ ମଦନ ମୋହନ ମାଲବ୍ୟ ଦିଲ୍ଲୀରେ 15,000 ଲୋକଙ୍କ ସମାବେଶ ହୋଇଥିବା ସଭାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାଷଣ ଦେଇ ବିଦେଶୀ ବସ୍ତ୍ର ବର୍ଜନ କରିବାକୁ ଆହ୍ୱାନ କଲେ। ସାରା ଭାରତ ଲବଣ ସତ୍ୟାଗ୍ରହ ନେଇ ହୁଲସ୍ଥୁଲ ହେଉଥିବା ବେଳେ ଆମ ଓଡ଼ିଶା ଏଥିରେ ପଛେଇ ଯାଇନଥିଲା। ପୁରୀ, କାକଟପୁର, ଇଞ୍ଚୁଡ଼ି, ବାଲେଶ୍ୱର, ଶ୍ରୀଜଙ୍ଗ, ରସଲପୁର ଓ କୁଜଙ୍ଗ ଆଦି ସ୍ଥାନରେ ସତ୍ୟାଗ୍ରହୀମାନେ ଲୁଣ ମାରି ଆଇନ ଅମାନ୍ୟ କରିଥିଲେ। ଭାରତୀୟମାନଙ୍କ ସର୍ବନିମ୍ନ ଆବଶ୍ୟକତା ଲୁଣକୁ ନେଇ ଇଂରେଜ ସରକାର ଯେଉଁ ଖେଳ ଖେଳିଲେ ତାହା ସେମାନଙ୍କ ପାଇଁ ଅତି ମହଙ୍ଗା ସାବ୍ୟସ୍ତ ହେଲା। ଏ ଲବଣ ସତ୍ୟାଗ୍ରହ ଭାରତୀୟମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚାଖିବା ପାଇଁ ଓ ଭବିଷ୍ୟତର ଆନ୍ଦୋଳନକୁ ଆହୁରି ଶାଣିତ ଓ ବ୍ୟାପକ କରିବା ପାଇଁ ପ୍ରେରଣା ଯୋଗାଇଲା। ଅନ୍ଧକାର ଭିତରୁ ସେମାନେ ଅନୁଭବ କରିପାରିଲେ ସ୍ୱାଧୀନତାର ଆଗାମୀ ସୂର୍ଯ୍ୟୋଦୟକୁ। ପିଲେ, ଏବେ ତମେ ଦେଖୁଛ ଘରେ ଘରେ ସମସ୍ତଙ୍କ ପାଖରେ ଗାଡ଼ି। ଘରର ବଡ଼ ଲୋକମାନେ ଯିବା ଆସିବା ପାଇଁ ଗାଡ଼ି ବ୍ୟବହାର କରନ୍ତି, ଆଉ ପିଲାମାନଙ୍କ ପାଖରେ ଥାଏ ସାଇକେଲ। ହେଲେ ଆଗକାଳରେ ଗାଡ଼ି ତ ନଥିଲା, ଆଉ ସାଇକେଲ ବି ବହୁତ କମ୍। ତାହେଲେ ତମେମାନେ ଭାବିବଣି ସେତେବେଳେ ଲୋକମାନେ କେମିତି ଯିବା ଆସିବା କରୁଥିଲେ? ପିଲେ, ସେତେବେଳେ ଲୋକମାନେ ଶଗଡ଼ରେ ଯିବା ଆସିବା କରୁଥିଲେ। ଶଗଡ଼ର ଚକ ସହିତ ଅଖ ବି ଘୁରି ଘୁରି ଯାଏ। ଆସ ଶୁଣିବା এই ପଲ୍ଲୀ ଗୀତଟି। ଗାଇଛନ୍ତି ଅବିନାଶ ପ୍ରଧାନ। ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ହିମାଂଶୁ ଭୂଷଣ ସାବତ।
ଚକ ଘୁରି ଯା ରେ ଅଖ ଘୁରି ଯା, ଚକ ଘୁରି ଯା ରେ ଅଖ ଘୁରି ଯା, ଗଡ଼ି ଯା ଶଗଡ଼ ଗିଡ଼ି 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 ଗାଁ ବାଟେ ଗଡ଼ି ଯା, ଗାଁ ବାଟେ ଗଡ଼ି ଯା ଯା, ଗାଁ ବାଟେ ଗଡ଼ି ଯା, ଚକ ଘୁରି ଯା ରେ ଅଖ ଘୁରି ଯା, ଚକ ଘୁରି ଯା ରେ ଅଖ ଘୁରି ଯା, ଗଡ଼ି ଯା ଶଗଡ଼ ଗିଡ଼ି 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 ଗାଁ ବାଟେ ଗଡ଼ି ଯା, ଗାଁ ବାଟେ ଗଡ଼ି ଯା ଯା, ଗାଁ ବାଟେ ଗଡ଼ି ଯା। କାଳିଆ ବଳଦ ଚାଲେ ଟାଉ ଟାଉ, କାଳିଆ ବଳଦ ଚାଲେ ଟାଉ ଟାଉ, ବଉଳା ଚାଲଇଥିରି, ବଉଳା ଚାଲଇଥିରି, টাকল ফুটাই সগড়িয়া ভাই, টাকল ফুটাই সগড়িয়া ভাই, গীত গায়ে থিরি থিরি, গীত গায়ে থিরি থিরি, খাল বিল তোটা মাଳ পଛେ পଛେ পড়িথা থা, গাଁ বাটে গড়ি যা, গাঁ বাটে গড়ি যা যা, গাঁ বাটে গড়ি যা, চক ঘুরি যা রে অখ ঘুরি যা, চক ঘুরি যা রে অখ ঘুরি যা, গড়ি যা শগড় গিড়ি 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 গাঁ বাটে গড়ি যা, গাঁ বাটে গড়ি যা যা, গাঁ বাটে গড়ি যা। ধান কেরি কেরি বিল হাত ঠারি, ধান কেরি কেরি বিল হাত ঠারি, ডাকই ধীর পবন, ডাকই ধীর পবন, কটুয়াল ভাই মইশির সুরে, কটুয়াল ভাই মইশির সুরে, গীত গায়ে থিরি থিরি, গীত গায়ে থিরি থিরি, খাল বিল তোটা মাଳ পଛେ পଛେ পড়িথা থা, গাଁ বাটে গড়ি যা, গাঁ বাটে গড়ি যা যা, গাঁ বাটে গড়ি যা, চক ঘুরি যা রে অখ ঘুরি যা, চক ঘুরি যা রে অখ ঘুরি যা, গড়ি যা শগড় গিড়ি 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 গাঁ বাটে গড়ি যা, গাঁ বাটে গড়ি যা যা, গাঁ বাটে গড়ি যা, গাঁ বাটে গড়ি যা, গাଁ বাটে গড়ি যা। ଗଛ ବିନା ପ୍ରାଣୀ ଜଗତର ସ୍ଥିତି ଅସମ୍ଭବ। ହଁ, ଆମ ଚାରିପଟେ ଘେରି ରହିଥିବା ଗଛ ଲତା ହେଉଛି ଆମ ପରିବେଶ। ଆମେ ବହୁତ ପ୍ରକାରର ଗଛ ଦେଖିଥାଉ, ଆଉ ସବୁ ଗଛ ଆମ ପାଇଁ ଉପକାରୀ। ସେଥିପାଇଁ ତ କୁହାଯାଏ ମଣିଷର ପ୍ରକୃତ ବନ୍ଧୁ ଗଛ। ସେଇ ଗଛମାନଙ୍କ ଭିତରୁ କେତେକ ଗଛ ଅଛି ଯାହାକୁ ଆମେ ଔଷଧୀୟ ଗଛ ବୋଲି କହୁ, ଏବଂ ଆଉ କିଛି ଗଛ ଅଛି ଯାହାକୁ ଆମେ ବିଚିତ୍ର ଗଛ ବୋଲି ମଧ୍ୟ କହୁ। ଏବେ ତମେ ଭାବିବଣି ବିଚିତ୍ର ଗଛ ମାନେ ପୁଣି କ'ଣ? ହଁ, ଏ ବିଷୟରେ ଜାଣିବା ପାଇଁ ଇଚ୍ଛା ହେଲାଣିଟି? ଆସ ଶୁଣିବା ବିଚିତ୍ର ଗଛମାନଙ୍କ ବିଷୟରେ। କହିଛନ୍ତି ଜାବେଶ ଘଣ୍ଟ।
ପିଲାମାନେ ତୁମ ଚାରିପାଖରେ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଗଛ ଦେଖିଥିବ। ପ୍ରତ୍ୟେକ ଗଛର କିଛି କିଛି ଗୁଣ ଥାଏ, ଯେଉଁ ନିର୍ଦ୍ଦିଷ୍ଟ ଗୁଣ ପାଇଁ ସେମାନେ ପରିଚିତ ହୋଇଥାନ୍ତି। ଆମର ଦୈନନ୍ଦିନ ଜୀବନରେ ସେମାନଙ୍କର ଉପକାରିତା ବିଷୟରେ ମଧ୍ୟ ତୁମେମାନେ ଜାଣିଥିବ। ଯେପରିକି ବିରାଟ କାୟ ବରଗଛ ଆମକୁ ଛାୟା ପ୍ରଦାନ କରିଥାଏ, ଆମ୍ବ ଗଛ ଆମକୁ ପ୍ରଚୁର ଫଳ ପ୍ରଦାନ କରିଥାଏ। ସେହିପରି ଟଗର, କନିଅର, ମନ୍ଦାର ଭଳି ଗଛ ଆମକୁ ଫୁଲ ଦେଇଥାଏ। ତୁଳସୀ, ଗଙ୍ଗଶିଉଳି, ପିତୁଆରୀ ଗଛମାନେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଏହା ବ୍ୟତୀତ ଏଭଳି ଅନେକ ଗଛ ଅଛନ୍ତି ଯେଉଁମାନଙ୍କର ଆଚରଣ ବଡ଼ ବିଚିତ୍ର। ସେମାନେ କେତେକ ନିର୍ଦ୍ଦିଷ୍ଟ ଗୁଣରେ ପରିପୂର୍ଣ୍ଣ, ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ସେଭଳି କିଛି ବିଚିତ୍ର ଗଛ ଉପରେ ଆମେ ଆଜି ଆଲୋଚନା କରିବା। ପ୍ରଥମତଃ ଲାଜକୁଳି ଲତା, ଯାହାକୁ ଇଂରାଜୀରେ ଟଚ୍ ମି ନଟ୍ ପ୍ଲାଣ୍ଟ ବୋଲି କହୁ। ଏହାକୁ ଛୁଇଁବା କ୍ଷଣି ଏହାର ପତ୍ରଗୁଡ଼ିକ ଆପେ ମୁଦି ହୋଇଯାଏ। କିଛି କ୍ଷଣ ପରେ ଆପଣା ଛାଏଁ ତା ଖୋଲିଯାଏ। ଏହାକୁ ଇଂରାଜୀରେ ସେସ୍ମୋନାଷ୍ଟିକ୍ ମୁଭମେଣ୍ଟ ବୋଲି କୁହନ୍ତି। ଦ୍ୱିତୀୟରେ ରଙ୍ଗଣୀ ଫୁଲ, ଇଂରାଜୀରେ ଆକୁ ସାଧାରଣ ଭାଷାରେ 4 o'clock ପ୍ଲାଣ୍ଟ ବୋଲି କହିଥାଉ। ଅପରାହ୍ନରେ ଏହା ଫୁଲଟି ଫୁଟେ ଏବଂ ସକାଳ ସମୟରେ ବନ୍ଦ ହୋଇଯାଏ। ତୃତୀୟରେ ସୂର୍ଯ୍ୟମୁଖୀ ଫୁଲ ବିଷୟରେ ତୁମେ ସମସ୍ତେ ଜାଣିଥିବ, ଯାହାକୁ ଇଂରାଜୀରେ ସନଫ୍ଲାୱାର ବୋଲି କୁହନ୍ତି। ଏହି ଫୁଲ ନିଜର ଦିଗ ସୂର୍ଯ୍ୟକିରଣ ଦିଗ ସହ ତାଳ ଦେଇ ପରିବର୍ତ୍ତନ କରିଥାଏ। ଇଂରାଜୀରେ ଏହାକୁ ଫୋଟୋଟ୍ରପିଜିମ୍ ବୋଲି କହୁଏ। ହେନ୍ତାଳ ବୃକ୍ଷ, ଇଂରାଜୀରେ ମ୍ୟାଙ୍ଗ୍ରୋଭ୍ ପ୍ଲାଣ୍ଟସ୍ ବୋଲି କହିଥାଉ। ସମସ୍ତ ବୃକ୍ଷଲତା ମଞ୍ଜିରୁ ଅଙ୍କୁରିତ ହେଉଥିବା ବେଳେ ହେନ୍ତାଳ ବୃକ୍ଷ କ୍ଷେତ୍ରରେ ତାହା ହୋଇନଥାଏ। ଏହାର ବିଶେଷତ୍ୱ ହେଉଛି ଏହି ବୃକ୍ଷର ମଞ୍ଜି ମାଟିରେ ପଡ଼ି ଅଙ୍କୁରିତ ନ ହୋଇ ଫଳ ମଧ୍ୟରେ ଥାଇ ଅଙ୍କୁରିତ ହୁଏ ଏବଂ ଗଜା ବଡ଼ ହୋଇ ମାଟିରେ ପଡ଼ି ନୂଆ ଗଛରେ ପରିଣତ ହୁଏ। ଏହାକୁ ଇଂରାଜୀରେ ଭିଭିପାରି ବୋଲି କୁହାଯାଏ। କାହାଳିଆ ବୃକ୍ଷ, ଯାହାକୁ ଇଂରାଜୀରେ ପିକ୍ଚର ପ୍ଲାଣ୍ଟ ବୋଲି କୁହନ୍ତି। ଏହି ଗଛ ଯଦିବା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ନିଜର ଖାଦ୍ୟ ପ୍ରସ୍ତୁତ କରେ, ତଥାପି ନିଜର ଯବକ୍ଷାରଜାନ ବା ନାଇଟ୍ରୋଜେନର ମାତ୍ରାକୁ ସମତୁଳ କରିବା ପାଇଁ ଛୋଟ ଛୋଟ କୀଟକୁ ନିଜର ଖାଦ୍ୟ ଭାବରେ ଗ୍ରହଣ କରିଥାଏ। ସେଥିପାଇଁ ଏହାକୁ ମାଂସଭୋଜୀ ଉଦ୍ଭିଦ ବୋଲି ମଧ୍ୟ କୁହାଯାଏ। ପିଲାମାନେ, ତୁମେମାନେ ବାଉଁଶ ଗଛ ଦେଖିଥିବ, ଯାହାକୁ ଇଂରାଜୀରେ ବାମ୍ବୁ ବୋଲି କହନ୍ତି। ବାଉଁଶ ଦେଖିବାକୁ ଗଛ ପରି ହୋଇଥିଲେ ମଧ୍ୟ ତାହାକୁ ଘାସ ବୋଲି ପରିଗଣିତ କରାଯାଏ। ମନେ ରଖ ପିଲାମାନେ, ବିଶ୍ୱର ଦୀର୍ଘତମ ଘାସ କହିଲେ ବାଉଁଶ ଗଛକୁ ବୁଝାଇଥାଏ। କଦଳୀ ଗଛ ସବୁଠୁ ସାଧାରଣ ଗଛ, ଯାହା ଆମ ବାଡ଼ି ବଗିଚାରେ ପିଲାମାନେ ତୁମେମାନେ ଦେଖିଥିବ। ଇଂରାଜୀରେ ବାନାନା ପ୍ଲାଣ୍ଟ ବୋଲି କୁହନ୍ତି। କଦଳୀ ଗଛ ତା ଜୀବନ କାଳ ମଧ୍ୟରେ ଥରେ ମାତ୍ର ଫଳ ପ୍ରଦାନ କରିଥାଏ। କଦଳୀ ହୋଇସାରିବା ପରେ ଗଛଟିକୁ ମୂଳରୁ ହାଣି ଦିଆଯାଏ। ପୁନର୍ବାର ଗଛଟି ଉଜ୍ଜୀବିତ ହୋଇ ଗଛରେ ପରିଣତ ହୋଇ ଏବଂ ଫଳ ପ୍ରଦାନ କରେ। ଅନ୍ୟ ଏକ ଗଛ, ଯାହାକୁ ଡିମିରି ଗଛ ବା ଫିଗ୍ ଟ୍ରି ବୋଲି ଇଂରାଜୀରେ କହୁ। ଡିମିରି ଗଛରେ ଦେଖାଯାଇଥିବା ଫଳଗୁଡ଼ିକ ପ୍ରକୃତରେ ଫଳ ନୁହେଁ, ସେଗୁଡ଼ିକ ପୁଷ୍ପ ସମୂହ, ଯାହାକୁ ଇଂରାଜୀରେ ଇନଫ୍ଲୋରୋସେନ୍ସ ବୋଲି କୁହାଯାଏ। ମାତ୍ର ଆମେ ତାହାକୁ ଫଳ ରୂପେ ଖାଇଥାଉ। ପିଲାମାନେ, ଏହି ଗଛଟି ସମସ୍ତେ ଆମେ ଦେଖିଥାଉ ଏବଂ ଏହାର ଫଳ ମଧ୍ୟ ଆମେ ଖାଇଥାଉ। ଏହାର ନାଁ ହେଉଛି ଚିନାବାଦାମ। ଇଂରାଜୀରେ ଗ୍ରାଉଣ୍ଡନଟ୍ କୁହାଯାଏ। ଚିନାବାଦାମ ଗଛ ଉପରେ ଫୁଲ ଫୁଟେ, ମାତ୍ର ଫଳ ଫଳିବା ପୂର୍ବରୁ ଫୁଲ ଲାଗିଥିବା ଡେମ୍ଫଟି ମାଟି ତଳକୁ ପଶିଯାଏ ଏବଂ ମାଟି ତଳେ ବାଦାମ ଫଳିଥାଏ। ଶୋଷଣ ମୂଳ, ଯାହାକୁ ଇଂରାଜୀରେ ବ୍ରିଦିଂ ରୁଟ୍ ଅଫ୍ ମ୍ୟାଙ୍ଗ୍ରୋଭ୍ ପ୍ଲାଣ୍ଟସ୍ ବୋଲି କହୁ। ହେନ୍ତାଳ ବୃକ୍ଷ ମାନଙ୍କର ଏକ ପ୍ରକାରର ମୂଳ ବା ରୁଟ୍ ଥାଏ, ଯାହା ସାଧାରଣ ଭାବେ ମାଟି ତଳକୁ ନ ଯାଇ ମାଟି ଉପରକୁ ଉଠିଥାଏ। ଆମେ ସମସ୍ତେ ଜାଣୁ ଯେ ମୂଳ ମାଟି ଭିତରେ ଥାଏ, କିନ୍ତୁ ଏହି ଗଛର ବିଶେଷତ୍ୱ ହେଉଛି ଯେ ଏହା ମାଟି ଭିତରକୁ ନ ଥାଇ ମାଟି ଉପରେ ଥାଏ, ଯାହାକି ନେଗେଟିଭଲି ଜିଓଟ୍ରପିକ୍ ବୋଲି କହୁ। ଗଛ ମୂଳର ଶୋଷଣ ପ୍ରକ୍ରିୟା ସାହାଯ୍ୟ କରିଥାଏ, ଯାହାକୁ ଇଂରାଜୀରେ ରୁଟ୍ ରେସ୍ପିରେସନ୍ ବୋଲି କୁହନ୍ତି। ଏହି ପ୍ରକାର ମୂଳକୁ ଶୋଷଣ ମୂଳ ବା ବ୍ରିଦିଂ ରୁଟ୍ କୁହାଯାଏ। ଶେଷରେ ଆଉ ଗୋଟେ ବୃକ୍ଷ ବିଷୟରେ ଜାଣିବା, ଯାହାକୁ କୁହନ୍ତି ସ୍ନେକ୍ ପ୍ଲାଣ୍ଟ। ଆମେ ସମସ୍ତେ ଜାଣୁ ଯେ ଗଛ ସକାଳେ ଅମ୍ଳଜାନ ଦେଇଥାଏ, କିନ୍ତୁ ଆଉ କିଛି ଗଛ ଅଛି ଯାହା ଆମେ ଇନଡୋର ପ୍ଲାଣ୍ଟ ବା ଘର ଭିତରେ ତାକୁ ସଜେଇଥାଉ। ଏହାର ବିଶେଷତ୍ୱ ଏହା ଯେ ଏହା ରାତ୍ରି ସମୟରେ ଅମ୍ଳଜାନ ଦେଇଥାଏ। ସେଇ ଗଛଟିର ନାଁ ସ୍ନେକ୍ ପ୍ଲାଣ୍ଟ, ତାକୁ ନାଗ ଗଛ କୁହାଯାଏ। ସେ ଛୋଟ ଛୋଟ ଏବଂ ନାଗ ଭଳି ଲମ୍ବା ଲମ୍ବା ଗଛ ହୋଇଥାଏ। ଏଣୁ ଏଥିରୁ ଜାଣିଲୁ ଯେ ଅନେକ ବିଚିତ୍ର ପ୍ରକାର ଗଛ ଆମ ପ୍ରକୃତି କୋଳରେ ରହିଛି।
ଯେପରିକି ଆମେ ଖାଉଥିବା ଆଳୁ, ସାରୁ, ପିଆଜ, ଓଲୁଅ, ଅଦା, ରସୁଣ ମାଟି ତଳେ ଫଳୁଥିବା କୌଣସି ଫଳ ନୁହେଁ, ବରଂ ପିଲାମାନେ ଏମାନେ ହେଉଛନ୍ତି କାଣ୍ଡର ରୂପାନ୍ତରଣ। ସେହିପରି ମୂଳା, ଗାଜର ଏସବୁ ଚେରର ରୂପାନ୍ତରଣ। ଏଣୁ ପ୍ରତ୍ୟେକ ବୃକ୍ଷର ଚରିତ୍ର ଅନ୍ୟଠାରୁ ଭିନ୍ନ। ଏହି ଭିନ୍ନ ଓ ଆଶ୍ଚର୍ଯ୍ୟ ଗୁଣ ପାଇଁ କିଛି ବିଚିତ୍ରତା ଦେଖାଯାଏ। ତେଣୁ ପ୍ରକୃତିରେ କେବଳ ବିଚିତ୍ର ଜୀବ ନାହାନ୍ତି, ବରଂ ବିଚିତ୍ର ବୃକ୍ଷ ମଧ୍ୟ ଅଛନ୍ତି। ପିଲାମାନେ, ଆଜିର କାର୍ଯ୍ୟକ୍ରମରୁ ତମେମାନେ ବହୁତ କିଛି କଥା ଜାଣିବାକୁ ପାଇଲ। କିଛି କଥା ତମମାନଙ୍କ ପାଇଁ ଜଣା ଥିଲା, ଆଉ କିଛି କଥା ଥିଲା ଅଜଣା। ହେଲେ ମୁଁ ଭାବୁଛି ଆଜିର କାର୍ଯ୍ୟକ୍ରମଟି ତମମାନଙ୍କୁ ଭଲ ଲାଗିଥିବ ନିଶ୍ଚୟ। ହଉ, ତାହେଲେ ଆଜି ପାଇଁ ଏତିକି। ହେଲେ କଥା ଦଉଛି ପୁଣି ଆସିବି ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଅପେକ୍ଷା କରିଥିବ ଆଉ ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଚକ୍ର।